ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଏକ ବିଷୟବସ୍ତୁକୁ ଆଲୋଚନା କରିବା। ଆମର ଆଲୋଚ୍ୟ ବିଷୟବସ୍ତୁ ହେଲା କଳା ମାଣିକରେ ଏବଂ ଆମର କବି ହେଉଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର। ତାହେଲେ ପିଲାମାନେ ଆମେ କବି ପରିଚୟ ବିଷୟରେ ଟିକେ ଜାଣିବା। ଇଏ ହେଉଛନ୍ତି ଆମର ସେଇ ପୂଜ୍ୟ କବି ଯିଏକି ପ୍ରାଚୀନ ରୀତିଜୀବ କବି ଅଭିମନ୍ୟୁ ସାମନ୍ତ ସିଂହାର ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିବାରରେ 1760 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଆବିର୍ଭାବ ହୋଇଥିଲା 1760ରେ ଏବଂ ସେ ପିଲାଦିନରୁ ସୁନ୍ଦର କବିତା ରଚନା କରି ଆସୁଥିଲେ। ତାଙ୍କର ଯଦି ଲେଖା ଭିତରେ ଆମେ ଦେଖିବା ପିଲାମାନେ, ତାଙ୍କର ପ୍ରସିଦ୍ଧ ଲେଖାଗୁଡ଼ିକ ହେଲା ବିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସବତୀ, ବାଘ ଗୀତ, ସୁଲକ୍ଷଣା, ଚଢ଼େଇ ଗୀତ, ବୋଲେ ହୁଁଟି ଅନ୍ୟତମ। କିନ୍ତୁ ଏଇ ଯେତେ ଲେଖା ଅଛି ସବୁ ଲେଖା ଭିତରୁ ବିଦଗ୍ଧ ଚିନ୍ତାମଣି ହେଉଛି ଅନ୍ୟତମ। ଯେଉଁ ଆମର କଳାମାଣିକରେ ଆମେ ବିଦଗ୍ଧ ଚିନ୍ତାମଣି କାବ୍ୟର 67 ଛାନ୍ଦରୁ ଏହାକୁ ଅଣାଯାଇଛି। କେତେ ନମ୍ବର ଛାନ୍ଦରୁ ଅଣାଯାଇଛି ପିଲାମାନେ? ନା 67 ଛାନ୍ଦରୁ ଅଣାଯାଇଛି। ଏଠାରେ କ'ଣ ହେଇଛି ନା ଆମର ବିଷୟବସ୍ତୁ କ'ଣ ନା ଆମର ସାରମର୍ମ କ'ଣ କୁହାଯାଉଛି ଯେ ଯେତେବେଳେ କୃଷ୍ଣ ବନକୁ ଗମନ କରିଛନ୍ତି କ'ଣ କରିବା ପାଇଁ ନା ଗାଈପଲମାନଙ୍କୁ ଚରାଇବା ନିମନ୍ତେ ନେଇଛନ୍ତି। ସେହି ସମୟରେ ମାତା ଯଶୋଦା ତାଙ୍କ ମନରେ ଅନେକ ଗୁଡ଼ିଏ ବ୍ୟସ୍ତତା ଏଠାରେ ପରିଲକ୍ଷିତ କରାଇଛନ୍ତି ଏବଂ ସେ ବ୍ୟାକୁଳ ହୋଇଯାଉଛନ୍ତି କୃଷ୍ଣଙ୍କୁ ଦେଖିବା ନିମନ୍ତେ। ଏବଂ ଏହି ସମୟରେ କ'ଣ ହେଇଛି ନା ସନ୍ଧ୍ୟା ସମୟ ହୋଇଯାଇଛି ଏବଂ ସେହି ସନ୍ଧ୍ୟା ସମୟରେ କ'ଣ ହେଇଛି ନା ଗୋରୁପଲଙ୍କୁ ଧରି ଯେତେବେଳେ ସେ ଫେରିଛନ୍ତି ତାହା ବିଳମ୍ବ ହୋଇଯାଇଛି। ଗୋଟେ ମାଆର ମମତା ବା ମାଆର ବାତ୍ସଲ୍ୟ ସେ କ'ଣ କରିପାରିବ ନାହିଁ, ସେ କେତେବେଳେ ମଧ୍ୟ ସେ ବିଳମ୍ବକୁ ସେ ଅପେକ୍ଷା କରି ରହିପାରିବ ନାହିଁ, ଯାହାକି ଏଠାରେ ବର୍ଣ୍ଣନା କରିଛନ୍ତି ପିଲାମାନେ। ତ ଯେତେବେଳେ କୃଷ୍ଣ ଫେରିଛନ୍ତି, ଫେରିବା ସମୟରେ କ'ଣ ହେଇଛି ନା ବିଳମ୍ବ ହୋଇଯାଇଛି, ଯାହାଫଳରେ ମାତା ଯଶୋଦାଙ୍କ ମନରେ ବ୍ୟସ୍ତତା ଏଠାରେ ପ୍ରକାଶ ପାଇଛି। ଅର୍ଥାତ୍ ମାତା ଅସ୍ଥିର ହୋଇଯାଇଛନ୍ତି କୃଷ୍ଣଙ୍କୁ ଦେଖିବା ନିମନ୍ତେ ଏବଂ ଏହି କବିତାରେ ମାତୃହୃଦୟର ଆବେଗ ଭରା ବାତ୍ସଲ୍ୟ ପ୍ରେମର ବାସ୍ତବ ଚିତ୍ର ଏଠାରେ ପ୍ରତିଫଳିତ ହେଉଛି। ଆମେ ଦେଖିପାରିବା ପିଲାମାନେ ମାତୃହୃଦୟ ଏଠାରେ କ'ଣ ହୋଇଛି ନା ବାତ୍ସଲ୍ୟ ପ୍ରେମ ଏଠାରେ ବାସ୍ତବ ଚିତ୍ର ଦେଖିବାକୁ ମିଳିବ। ଅର୍ଥାତ୍ ଗୋଟେ ଛୁଆ ପ୍ରତି ମାଆର ଥିବା ଯେଉଁ ମମତାଟା ଆମେ ଏଠାରେ ପରିଲକ୍ଷିତ କରିପାରିବା। ତାହେଲେ ଆମେ ବିଷୟବସ୍ତୁକୁ ଆଗେଇ ଯିବା ପିଲାମାନେ। ଇଏ ହେଉଛନ୍ତି ଆମର ସେଇ ପରମ ବ୍ରହ୍ମ ଶ୍ରୀକୃଷ୍ଣ ଏବଂ ତାଙ୍କ ସାଥିରେ ଅଛନ୍ତି ଗୋରୁପଲ, ଯାହାକୁ ନେଇ ସେ ବନକୁ ଗମନ କରିଥିଲେ ଏବଂ ସନ୍ଧ୍ୟା ହୋଇଯାଇଛି। ସନ୍ଧ୍ୟା ହେବା ସମୟରେ ସେ ଟିକେ ବିଳମ୍ବରେ ଘରକୁ ଫେରିଛନ୍ତି। ଆମେ କବିତାଟାକୁ ଡାଇରେକ୍ଟ ବୁଝିବା ପିଲାମାନେ। ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ରଚିତ କଳାମାଣିକରେ। ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ। ଧୀରେ ଧୀରେ କହିଲେ କ'ଣ ନା ମାନେ କଲେ କଲେ ବା ଅତି ଧୀର ଭାବରେ। ଘେନ କାନନରେ, କାନନ କହିଲେ କ'ଣ ନା ବନକୁ ବୁଝାଉଛି ପିଲାମାନେ। ଯେତେବେଳେ ସେ ବନକୁ ଗମନ କରିଛନ୍ତି, କିଏ? କୃଷ୍ଣ ଗୋରୁପଲଙ୍କୁ ନେଇକି ଯାଇଛନ୍ତି ଏବଂ ଯେତେବେଳେ ସେ ବନରୁ ଗମନ କରୁଛନ୍ତି ସେହି ସମୟରେ କ'ଣ ହେଇଛି ନା ଟିକେ ବିଳମ୍ବ ହୋଇଯାଇଛି। ସନ୍ଧ୍ୟାକାଳୀନ ସମୟ, କୃଷ୍ଣ ଗମନ କରିଛନ୍ତି ବନକୁ ଏବଂ ଯେତେବେଳେ ଫେରିଛନ୍ତି, ଫେରିବା ସମୟରେ ଟିକେ କ'ଣ ହେଇଛି ନା ଟିକେ ବିଳମ୍ବ ହୋଇଯାଇଛି। ଯାହାକି ସେ ବିଳମ୍ବକୁ କ'ଣ ହେଇଛି ନା ଏଠାରେ ମାତା ଯଶୋଦା କ'ଣ କରୁଛନ୍ତି? ଭାଳୁଛନ୍ତି। ଭାଳୁଛନ୍ତି କହିଲେ କ'ଣ ନା ଭାଳୁଛନ୍ତି କହିଲେ ଚିନ୍ତା କରିବା। ସେ କ'ଣ ଚିନ୍ତା କରୁଛନ୍ତି ନା ତାଙ୍କ ପୁତ୍ର ନିମନ୍ତେ ଥିବା ଯେଉଁ ମମତା ବା ବାତ୍ସଲ୍ୟ, ସେଇ ଯେଉଁ ଭଲ ପାଇବାଟା ସେ ଏଠାରେ କ'ଣ କରୁଛନ୍ତି ନା ତାକୁ ଭାଳୁଛନ୍ତି, ଚିନ୍ତା କରୁଛନ୍ତି, ମନେ ପକାଉଛନ୍ତି। କ'ଣ ମନେ ପକାଉଛନ୍ତି ନା କୃଷ୍ଣଙ୍କ ସହିତ ଅତିବାହିତ କରିଥିବା ସମୟ ଗୁଡ଼ିକ ତାଙ୍କ ମାନସ ପଟରେ କ'ଣ ହେଉଛି ନା ତାହା ଆପେ ଆପେ ପଳାଇ ଆସୁଛି। ଆହା ମୋ କଳା ମାଣିକରେ। କଳା ମାଣିକ କହିଲେ କ'ଣ ନା କୃଷ୍ଣଙ୍କ ରଙ୍ଗ ହେଉଛି କଳା। ମାଣିକ କହିଲେ କ'ଣ ନା ମଣି ସଦୃଶ। ସେଠାରେ କ'ଣ ବୋଲି ତୁଳନା କରୁଛନ୍ତି?
କଳା ମଣିର ସଦୃଶ ତୁଳନା କରିଛନ୍ତି ଶ୍ରୀକୃଷ୍ଣଙ୍କୁ ଏବଂ ସେ କହୁଛନ୍ତି କ'ଣ କଳା ମାଣିକର ଅର୍ଥ ହେଲା ସେ ଅତି ନିଜର ଆତ୍ମୀୟ ଭାବରେ ତାଙ୍କୁ କ'ଣ କହୁଛନ୍ତି କଳା ମଣି ବୋଲି ଏଠାରେ ଅଭିହିତ କରିଛନ୍ତି। ଆଗକୁ ବଢ଼ିବା ପିଲାମାନେ। ନିଧନ ସଂଖାଳି ମୋର ଦରିଦ୍ର ପସରା। ନିଧନ ଅର୍ଥାତ୍ ଧନର ମାନେ ଧନର ସହିତ ତୁଳନା କରି ହେବ ନାହିଁ, ସେଟା ହେଲା ନିଧନ। ଯେଉଁ ଧନକୁ ଆମେ ତୁଳନା କରିପାରିବା ନାହିଁ, ଯେଉଁ ଧନକୁ ଆମେ ବର୍ଣ୍ଣନା କରିପାରିବା ନାହିଁ, ଯେଉଁଟା ଅବର୍ଣ୍ଣନୀୟ ଅତୁଳନୀୟ, ତାହା ହେଲା ନିଧନ। ସଂଖାଳି ମୋର ନିଜର ଅତି ଆତ୍ମୀୟର ମୋର ଦରିଦ୍ର ପସରା। ତୁ ହେଉଛୁ ମୋର ସବୁକିଛି, ମୋର ଧନ ନିର୍ଧନ ତୁ ହେଉଛୁ ମୋର ସବୁକିଛି। ତୁ ହେଉଛୁ କ'ଣ ନା ଅନ୍ଧର ଲଉଡ଼ି। ଲଉଡ଼ି କହିଲେ କ'ଣ ନା ବାଡ଼ିକୁ ବୁଝାଏ। ଅର୍ଥାତ୍ ଯେଉଁ ଅନ୍ଧ ମାନେ ଦେଖିପାରିବେ ନାହିଁ ସେମାନଙ୍କୁ କ'ଣ ଦରକାର ନା ବାଡ଼ି ଦରକାର। ତୁ ହେଉଛୁ ମୋର ସେଇ ବାଡ଼ି ସଦୃଶ, ତେଣୁ ହେଉଛୁ ତୁ ଅନ୍ଧର ଲଉଡ଼ି। ଏବଂ କ'ଣ ବାବୁରେ ତୁ ହେଉଛୁ ମୋର ହୃଦୟର ରତ୍ନହାରା। ହୃଦୟର ରତ୍ନହାରା କହିଲେ କ'ଣ ନା ହାର, ହାର କହିଲେ ଗଳାର ମାଳ। ଅର୍ଥାତ୍ ତୁ ହେଉଛୁ ମୋର ହୃଦୟର ରତ୍ନର ମାଳ। ତୁ ହେଉଛୁ ମୋର ନିଧନ ସଂଖାଳି। ତୁ ମୋର କ'ଣ ନା ଦରିଦ୍ରର ପସରା। ଯେଉଁ ଦରିଦ୍ରମାନଙ୍କର ପାଖରେ ସମ୍ପତ୍ତି ଥିବ ସେହି ଦରିଦ୍ରମାନଙ୍କର ଯେଉଁ ପସରା ବୋଲି କୁହାଯାଇଥାଏ ସମ୍ପତ୍ତିକୁ ବୁଝାଇଥାଏ। ଅର୍ଥାତ୍ ତୁ ହେଉଛୁ ମୋର ସବୁକିଛି ବାବୁରେ। ତୁ ହେଉଛୁ ମୋର କ'ଣ ନା ଅନ୍ଧର ଲଉଡ଼ି। ଯେଉଁ ଅନ୍ଧମାନଙ୍କର ବାଡ଼ିର ସଦୃଶ ତୁ ହେଉଛୁ ମୋର ସେଇ ଲଉଡ଼ି ଏବଂ ହୃଦୟର ରତ୍ନହାରା କଳା ମାଣିକରେ ବାବୁ କୃଷ୍ଣରେ। ଆଉ କ'ଣ କହୁଛନ୍ତି ମୋ ଜୀବ ଜୀବନ ତୁହି ନୟନ ପ୍ରତିମା। ତୁ ହେଉଛୁ ମୋର ଜୀବର ଜୀବନ। ଅର୍ଥାତ୍ ଆମ ଶରୀରରେ ଯେଉଁ ଆତ୍ମାଟା ପ୍ରବାହିତ ହେଉଛି ସେ ଆତ୍ମାର ଜୀବହନ ବା ଜୀବ ହେଉଛୁ ତୁ। ତୁ ହେଉଛୁ କ'ଣ ନୟନର ପ୍ରତିମା ସଦୃଶ, ଆଖିର ପ୍ରତିମା ସଦୃଶ। ଅର୍ଥାତ୍ ଯେଉଁ ଛବି ଗୁଡ଼ିକ ପ୍ରତିଫଳିତ ହେଉଛି ପ୍ରତିବିମ୍ବିତ ହେଉଛି ତୁ ହେଉଛୁ ସେଇ ମୋର ନୟନର ପ୍ରତିମା। ତତେ କି ପାଶୋରି ହେବ ମୋର ସୁଖ ସୀମା। ମୋ ଜୀବ ଜୀବନ ତୁହି ନୟନ ପ୍ରତିମା। ତତେ କି ପାଶୋରି ହେବ ମୋର ସୁଖ ସୀମା। ବାବୁରେ ତୁ ହେଉଛୁ ମୋର କ'ଣ ଜୀବର ଜୀବନ। ଯଦି ମୋର ଶରୀର ଖାଲି ଯଦି ମୋ ପାଖରେ ଥିବ ତାହେଲେ ଶରୀର ଆତ୍ମା ହେଉଛୁ ତୁହି। ତାହେଲେ ତୁ ମୋର କ'ଣ ନା ଜୀବର ଜୀବନ। ତୁ ହେଉଛୁ ମୋର ସେଇ ଆତ୍ମା ଏବଂ ତୁଇ ମୋର କ'ଣ ନୟନର ପ୍ରତିମା। ଅର୍ଥାତ୍ ତୁ ମୋର ହେଉଛୁ ସେ କ'ଣ ନା ଛବି। ପିଲାମାନେ ଆମେ ଯଦି ଶରୀରକୁ ଦେଖିବା ଶରୀର ସହିତ କ'ଣ ଥିବ ନିଶ୍ଚିତ ଭାବରେ ଗୋଟେ ଛାଇ ଥିବ। ମୁଁ ଯଦି ଶରୀର ହେଲେ ଛାଇ କିଏ ନା ଛାଇ ହେଉଛି କୃଷ୍ଣ। କିଏ କହୁଛନ୍ତି ଏଇଟା ନା ଯଶୋଦା କହୁଛନ୍ତି। ଆଉ କ'ଣ ନା ତତେ କି ପାଶୋରି ହେବ। ତତେ କି ମୁଁ କ'ଣ ଭୁଲି ପାରିବି, ତତେ କି ମୁଁ କ'ଣ କରିପାରିବି ନା ପାଶୋରି ପାରିବି। ତୁ ହେଉଛୁ ମୋର କ'ଣ ସୁଖର ସେହି ସୀମା। ଯେଉଁ ପର୍ଯ୍ୟନ୍ତ ମୋର ସୁଖ ଥିବ ସେଇ ସୁଖର ସୀମା ହେଉଛୁ କିଏ ନା ତୁ। କୃଷ୍ଣ ହେଉଛନ୍ତି ସେ ସୁଖର ପରିସମାପ୍ତି ବା ସେହି ଶେଷ ଯେଉଁ ଜାଗାରେ କି ତାଙ୍କର ସୁଖର ପ୍ରାପ୍ତି ହେଇযাব। ସେ ହେଉଛି କିଏ ନା ସେ ହେଉଛନ୍ତି ଯଶୋଦାଙ୍କର ସୁଖର ସୀମା। ଠିକ୍ ଅଛି ବାବୁ କଳା ମାଣିକରେ। ଡରୁ ଥାଉ ଅନ୍ଧାରକୁ ରଖିଯାଉ ଗୋରୁ। ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। ସେ କ'ଣ କରୁଛନ୍ତି ନା ଛୋଟ ସମୟରେ ବା ବାଳୁତ ଅବସ୍ଥାରେ କ'ଣ ହେଇଥାଏ ପିଲାମାନେ ଆମେ ଅନ୍ଧାରକୁ ଦେଖିଲେ ଟିକେ ଡରିଥାଉ। ଠିକ୍ ସେହିପରି କୃଷ୍ଣ ମଧ୍ୟ କ'ଣ କରିଛନ୍ତି ନା ଅନ୍ଧାରକୁ ଟିକେ ଭୟ କରିଥାନ୍ତି। ତେଣୁକରି ସେ କହୁଛନ୍ତି ଯେ ଡରୁଥାଉ ଅନ୍ଧାରକୁ। ଅର୍ଥାତ୍ ଅନ୍ଧାର ହେଇଗଲେ ତୁ ଅନ୍ଧାରକୁ ଟିକେ ଡରୁଥାଉ। ଆଉ କ'ଣ ଯେତେବେଳେ ତୁ ଅନ୍ଧାର ହେଇଥାଏ ସେହି ସମୟରେ ଯେତେବେଳେ ଗୋରୁ ରଖିବା ପାଇଁ ତୁ ଯାଇଥାଉ ବା ଗୋରୁ ପଲଙ୍କୁ ଯେତେବେଳେ ବାନ୍ଧିବା ପାଇଁ ଯାଇଥାଉ ତୁ ସେହି ସମୟରେ କ'ଣ କରିଥାଉ ନା ଅନ୍ଧାରକୁ ଦେଖିଲେ ଟିକେ ଡରିଥାଉ। ଆଉ କ'ଣ ଜନକ ଜନନୀ, ଜନକ କହିଲେ ପିତା, ଜନନୀ କହିଲେ ମାତା। ଜନକ ଜନନୀ ପିତା ମାତାଙ୍କର ସୁଖକୁ ତୁ କ'ଣ ପାଇଁ ସାରିଥାଉ, କ'ଣ ପାଇଁ ତୁ ତାକୁ ସାରିଥାଉ। ଅନ୍ଧାରକୁ ଦେଖିଲେ ତୁ ଯଦି ଡରୁଛୁ ତାହେଲେ ପିତାମାତାଙ୍କର ଯେଉଁ ସୁଖ ତୁ କ'ଣ ପାଇଁ କମ୍ କରିଦେଉଛୁ। କଳା ମାଣିକରେ ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ। ଯେତେବେଳେ ଆମେ ବୁଢ଼ା ହେଇଯିବୁ ବା ବାର୍ଦ୍ଧକ୍ୟ ସମୟ ପହଞ୍ଚିଯିବ ସେହି ସମୟରେ ତୁ ମୋର ହେଉଛୁ କ'ଣ ନା ଏକର ନନ୍ଦନ। ନନ୍ଦନ କହିଲେ ପୁତ୍ର। ତୁ ହେଉଛୁ ମୋର ଏକମାତ୍ର ସାହାରା। ହୃଦ ତାପ ବିନାଶନେ ତୁ ହରିଚନ୍ଦନ। ହୃଦ ତାପ କହିଲେ କ'ଣ ନା ହୃଦୟ ବା ଆମର ଶରୀର ଯେତେବେଳେ ତାପମାତ୍ରା ବଢ଼ି ବଢ଼ି ଯାଇଥାଏ
आमे आमर तापकु नियंत्रण करने निमंते आमे कौन करथाउ ना चंदनर गोटे लेप दे थाउ पिला माने देखिथिबो जेतेबेले शरीरटा तापमान हो तापटा वृद्धि पाइब सही समय आम जदि चंदन लगई देवा ताहले कौन हम ना आम शरीरटा टिके शांत हो ठीक सेहीपरि विनाशन अर्थात हरण करवा से जो ताप को हरण करने निमंते आम कौन कर चंदन भाया आम लगे थाउ तेणु से कहते जितेबाला आम शरीरटा वृद्धि ताप वृद्धि कर समय आम तोते जितेबाला देखीदेबू ताहा कौन हो चंदन सदृश आमर तापटा नियंत्रित हो पार अर्थात हृदताप कहले शरीरटा तापमान होवाटा विनाशन कहले कौन ना विनाशनर अर्थ है टिके कम करदेवाटा बा ताकू नियंत्रित करने को कहुए हरिचंदन चंदनर अर्थ है चंदन गोटिका अधाम सर न रुचई तते गोटिका भी हूँ गोटे खाद्य पदार्थ अधाम कहले मध्य खाद्य पदार्थ सर कहले आम जो क्षीर जातीय द्रव्य सबू तीनोटी जाक ये गोटिका अधाम सर ये है क्षीर जातीय द्रव्य पिला माने सर तुम्हें देखी जितेबाला आम क्षीर को गरम करवा गोटे सरर गोटे लेप पड़ी से सर ठीक अच्छे कि नहीं अधाम कहले आमर जो कौन कहूँ ना पेड़ा बा जो खुआरे जातीय माने तैयारी द्रव्य को कही थाउ से जिनस तोते जितेबाला आम खावाई दौचु ताहले तोते कौन होची ना तोते रुचु नहीं अर्थात तू खावाई पसंद करूना किंतु नाची लांच मागु थाउ लवणी केमंते किंतु तू कौन कर थाउ ना लवणी बा लहुणी तू कौन कर थाउ ना सब बेले मागी ताकू खाई थाउ ताकू कौन कर थाउ ना नाची लांच मागु थाउ लांच बोले बुझीपार पिला माने जितेबाला छोट छुआ मानक आम कौन कर थाउ ना तांकर जो दुष्टामी को आम नियंत्रित करने निमंते तांको बुझेइबा निमंते आम तांको कौन कर थाउ ना भल भल जिनस ताको खाइबा दे थाउ किंतु से कौन करचंती ना ताको मना कर दउचंती एवं निजे लवणी बा मागी बा लहुणी मागी से निजे खाउचंती कला माणी करे तोली मु धइले गोली हो जाऊ तुही जितेबाला मुझे तोते कल करिकी धरवाई चाहूँगी बा तोते मुझे जितेबाला पाई करने चाहूँगी से समय तू कौन हो जाऊँ ना गोली ही जाऊँ गोली कहले एठारे पिला माने टिके हालका को बुझाऊँगी अर्थात तोर ओजनटा हेते नुह जहाँफल कौन हो गोली गला भाया होची एवं कौन तो दुर्बल देखी कहीं पशिब ही मुही तोर जो से दुर्बल शरीर को देखी मोर अंतर रे अनेक गुड़िए व्यथा माने सृष्टि होवार संभावना मुझे कौन करुँची ना लक्ष्य करुँची तेणुक पिला माने से कौन कहते तोते मुझे जिते कोल कर धरवाई चाहूँगी से समय तोर दुर्बल शरीरटा मते कौन करुँची ना व्यथित कर दौची तेणु पिला माने पुणी कौन कहते ना कलामणि करे अर्थात से आदरर सदृश कृष्ण को कला मणिर सदृश एठारे कौन करचंती ना वर्णना करचंती तेणु पिला माने आज एतिकी धन्यवाद थैंक यू टू ऑल पुणी देखा अन्य एक वीडियो रे।